ଆପଣଙ୍କ ପରିଚୟ? ମୁଁ ଆନନ୍ଦଚନ୍ଦ୍ର ସାହୁ ଶାନ୍ତି କମିଟିର କୋଷାଧ୍ୟକ୍ଷ। କ'ଣ ସାର୍ ଆଜି ଦାବିପତ୍ର ଦେବା ପାଇଁ ଆସିଥିଲେ, କ'ଣ କହିବେ ବିଷୟରେ? କ'ଣ ହେଇଛି, ରାସ୍ତା ବଲର ଛକ ଠାରୁ ଗୁରୁଜାଙ୍ଗୁଲି ପର୍ଯ୍ୟନ୍ତ ଯେଉଁ ରାସ୍ତା ନିର୍ମାଣ କରୁଛନ୍ତି ବର୍ତ୍ତମାନ ଧୂଳି ଧୂଆଁରେ ଭରପୂର୍ଣ୍ଣ। ଏଣୁ ଆମେ ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଛି, ପିଲାମାନେ ସ୍କୁଲ ଯିବା ପାଇଁ ବହୁତ ଅସୁବିଧା ହେଉଛି। ଏଣୁ ଲୋକମାନେ ନିଜର କାର୍ଯ୍ୟକ୍ରମ ପାଇଁ ଯେତେବେଳେ ଯାଉଛନ୍ତି ସେହି ସମୟରେ ମଧ୍ୟ ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଆମେ ରାସ୍ତାରେ ସବୁବେଳେ ଆକ୍ସିଡେଣ୍ଟ ହେଉଛି। ଏଣୁ ଏହି ବିଷୟରେ ଆମେ ସବ୍ କଲେକ୍ଟରଙ୍କ ପାଖକୁ ଆସିଥିଲୁ ଯେ ଆମକୁ କେମିତି ଠିକ୍ ଭାବରେ ରାସ୍ତା ଟିକେ ତିଆରି କରିଦିଅନ୍ତୁ, ଯାହାଫଳରେ ଆମେ ଦୈନନ୍ଦିନ ଜୀବନ ଆମର ଠିକ୍ ଭାବରେ ଅତିବାହିତ ହେବ। ଆପଣଙ୍କ ପରିଚୟ? ବିଜୟ କୁମାର। ଜୟ ଜଗନ୍ନାଥ, ଜୟ ମା ହିଙ୍ଗୁଳା। ମୋ ନାମ ବିଜୟ କୁମାର ପ୍ରଧାନ, ନୂଆପଡ଼ା ଗ୍ରାମବାସୀ। ସାର୍ କ'ଣ ଦେବେ ଆଜି ଯେଉଁ ବାର୍ତ୍ତା ଯେଉଁ ଆସିଥିଲେ ଦାବିପତ୍ର? ଏଠିକି ଆସିବାର ମୂଳ ଲକ୍ଷ୍ୟ ହେଲା ଆମର ବଲର ଛକ ଠାରୁ ଯେଉଁ ଗୁରୁଜାଙ୍ଗୁଲି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବଡ଼ ସଙ୍କଟାପନ୍ନ। କାହିଁ ଲୋକ ବାକ ଯାତାୟାତ କରିପାରୁନାହାନ୍ତି। ସ୍କୁଲ କଲେଜ, ଆମର ସେଠି ଗୋଟେ ଆଞ୍ଚଳିକ କଲେଜ ଅଛି, ସେଠାରେ ଏତେ ଧୂଳି ଧୂଆଁ ହେଉ ଯେ ପିଲାମାନେ ରହିବା ବା ପାଠ ପଢ଼ିବା ସମ୍ଭବପର ହେଇପାରୁନାହିଁ। ଆଉ ରାସ୍ତାଘାଟରେ ମାନେ ଆମର ରୋଗୀ କୁହନ୍ତୁ, ସର୍ବସାଧାରଣ କୁହନ୍ତୁ, ଆଉ ଯିଏ ବି ହଉ ଠିକ୍ ସମୟରେ ସବୁ ଜାଗାରେ ଅଫିସରେ ପହଞ୍ଚି ପାରୁନାହାନ୍ତି। ଆଉ ରାସ୍ତାରେ ଯେଉଁ ସବୁ ପେବୁଲ୍ସ ବା ବଡ଼ ବଡ଼ ଗେଟି ପଥର ପଡ଼ିଛି, ସେ ଗେଟି ପଥର ସବୁ ଲୋକମାନଙ୍କ ମସ୍ତକରେ ଯାଇକରି ବାଜିବା, ଦେହ ହାତରେ ବାଜିକିରି ଖଣ୍ଡିଆ ଖାବରା ହେଉଛି। ସେହି ପଥରେ ଆମେ ସବୁ କଲେକ୍ଟରକୁ ଅବଗତ କରିବା ପାଇଁ ଆସିଥିଲୁ, ଆର କିପରି ସୁଫଳ ମିଳିପାରିବ। ସାର୍ କ'ଣ କହିଲେ ଉପଜିଲ୍ଲାପାଳ? ଉପଜିଲ୍ଲାପାଳ କହିଲେ ଏ ବିଷୟରେ ଆମେ ପୁଙ୍ଖାନୁପୁଙ୍ଖ ଚିନ୍ତା କରିବା, ଆଉ ଆମର ଏଇ ଡିପାର୍ଟମେଣ୍ଟରେ ଯେଉଁମାନେ ଅଧିକାରୀ ଅଛନ୍ତି ତାଙ୍କୁ ଅବଗତ କରିକି ତାର ସମାଧାନର ବାଟ କରିବା, ତା ପାଣି ସିଞ୍ଚନ କରିବା। ପରିଚୟ? ସୀତାକାନ୍ତ ରଥ। ସାର୍ କ'ଣ କହିବେ ଆଜି ବାର୍ତ୍ତା ଦେଇଛନ୍ତି? ଆଜି ଆମେ ଆସିଥିଲୁ ସବକଲେକ୍ଟର ଦେଖା କରିବା ପାଇଁ। ବର୍ତ୍ତମାନ ଏନ୍ଏଚ୍ର ଯେଉଁଭଳି ଅବସ୍ଥା ହେଇଛି, ଗୋଟେ ଛୋଟ ପିଲା ବି ଯାଇପାରୁନି। ଆପଣ ସନ୍ଧ୍ୟା କିମ୍ବା ସକାଳେ ଆପଣ ଗଲେ ଦେଖିବାକୁ ଯେ ଯେମିତି ଗୋଟେ ଧୂଆଁମୟ, ଯେମିତି ଅଦିନେ ଯେମିତି ବିରାଟ କୁହୁଡ଼ି ଆସେ, ସେଭଳି ଏତେ ଧୂଳି ଉଠୁଛି ଗୋଟେ କୁହୁଡ଼ି ଭଳିଆ। ଯେ କୁହୁଡ଼ି ଯୋଗୁଁ ବର୍ତ୍ତମାନ ରାସ୍ତାଘାଟରେ ଯିବା ଆସିବା ବହୁତ ଅସୁବିଧା ହେଉଛି। ପିଲାମାନେ ସ୍କୁଲ ଯାଇପାରୁନାହାନ୍ତି କି କୌଣସି ଆମ୍ବୁଲାନ୍ସ ଯାଇପାରୁନି। ବଡ଼ ବଡ଼ ଗେଟି ଯେଉଁଟାକି 20ରୁ 40 ଯେଉଁ ଗେଟିର ସାଇଜ୍ ନିର୍ମଧନର କରାଯାଉଛି, ତାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନ ବି ଦେଖୁନି। ରାସ୍ତାରେ ଯାଇ ଆସି ହେଉନି, ପିଲା ସ୍କୁଲ ଯାଇପାରୁନାହାନ୍ତି, ଆମ୍ବୁଲାନ୍ସ ଯାଇପାରୁନି। ଏତେ ଧୂଆଁ ଉଡ଼ୁଛି ଯେଉଁଟାକି ବର୍ଷା ହେଲେ ବି ଧୂଆଁ ଦରକାର। ମାନେ ଆକାଶ ଯେମିତି ଦେଖାଯାଉଛି ସଦାବେଳେ, କିନ୍ତୁ ଏଭଳି କୁହୁଡ଼ିଆ ପାଗ, ଏତେ ଧୂଳି ଉଡ଼ୁଛି ଯେଉଁଟାକି ଯାତାୟାତରେ ବହୁତ ଅସୁବିଧା ହେଉଛି। ସାଇକେଲ ଯାଇପାରୁନାହାନ୍ତି, ପିଲାମାନେ ସ୍କୁଲ କଲେଜ ଯାଇପାରୁନାହାନ୍ତି। ଆପଣଙ୍କ ପରିଚୟ? ସଂଗ୍ରାମ କେଶରୀ କୁମାର, ସମାଜସେବୀ। କ'ଣ କହିବେ ଆଜି ଯେଉଁ ଦାବିପତ୍ର ଦେଲେ? ଆଜି ଆମେ ବଲହଟ ଠାରୁ ଚାଇପାଳ ପର୍ଯ୍ୟନ୍ତ ରାସ୍ତାର ଯେଉଁ ଦୁରାବସ୍ଥା ନେଇ ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ମାଧ୍ୟମରେ ଜଣାଇଲୁ। ଆମର ସେଠି 5ଟି ପଞ୍ଚାୟତର ଲୋକମାନେ ପୁରା ପରିଚୟ? ସଂଗ୍ରାମ କେଶରୀ କୁମାର, ସମାଜସେବୀ। ଆଜି ଦାବିପତ୍ର ଦେଲେ ଉପଜିଲ୍ଲାପାଳଙ୍କୁ, କ'ଣ କହିବେ ଏ ବିଷୟରେ? ଆମେ ଆମର ଆଞ୍ଚଳିକ ଶାନ୍ତି କମିଟି ପକ୍ଷରୁ 5ଟି ପଞ୍ଚାୟତର ଲୋକମାନେ ଆସି ରାସ୍ତାର ଦୁରାବସ୍ଥା ନେଇ ଏବେ ଆମର ବଲହର ଛକ ଠାରୁ ଚାଇପାଳ ପର୍ଯ୍ୟନ୍ତ ଯେଉଁଭଳି ଭାବରେ ରାସ୍ତାର ଶୋଚନୀୟ ଅବସ୍ଥା ହୋଇଛି, ସେଠାରେ ଆମର ଗଡ଼ତଳ କଲେଜ ଅଛି, ଥର୍ମାଲ DAV ଅଛି, ଥର୍ମାଲ ମେଡ଼ିକାଲ ଅଛି, ଏବଂ ସେ ଆମ ଆଖପାଖର ଅଞ୍ଚଳ ସେ ବଡ଼ ଜୀବନ ବନ୍ଦୀ ଭାବରେ ଜୀବନଯାପନ କରୁଛନ୍ତି। ସେହି ଉଦ୍ଦେଶ୍ୟରେ ଆମେ ଆସି ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛୁ। ସେ ବି ଆଗାମୀ ଦିନରେ ଏହାର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଧନ୍ୟବାଦ।